লিখনের কাহিনী আজির গল্প মহাভারত। যদি ଭାରତ ଏକ ନାମ ନ ହୁଏ ତେବେ ମହାଭାରତ ଅର୍ଥ ହେଉଛି ମହାଯୁଦ୍ଧ, ଅର୍ଥାତ୍ ଏଠାରେ ଭାରତ ଅର୍ଥ ହେଉଛି ଯୁଦ୍ଧ। ଯଦି ଭାରତ ଏକ ନାମ ଅଟେ ତେବେ ମହାଭାରତର ଅର୍ଥ ଏକ ବଡ଼ ନାମ ଯାହାକି ଅର୍ଥହୀନ। ଉଦାହରଣ ସ୍ୱରୂପ, ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କ'ଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ। ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା, ଯାହାକି ହରିୟାଣାର 1530 ବର୍ଗ କିଲୋମିଟର ବିଶିଷ୍ଟ ଏକ ଭୂଭାଗ। ଇତିହାସ ଅନୁଯାୟୀ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା। ଏହା ବର୍ତ୍ତମାନ ଇଣ୍ଡିଆ ଆକାର ନଥିଲା। ତେଣୁ ମହାଭାରତ ସମଗ୍ର ଇଣ୍ଡିଆର ଜ୍ଞାନ ମୂଳର ଉତ୍ସ ରୂପ ମାନିବା ବାଧ୍ୟତାମୂଳକ ନୁହେଁ। ଆମ ଓଡ଼ିଶା ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ। ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ। ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନ କରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ। ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ, ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣରୁ ହିଁ ସୃଷ୍ଟି। ତେଣୁ ଏପରି କାହାଣୀକୁ ନିଜର ଜ୍ଞାନର ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ। ଧର୍ମ ଅର୍ଥାତ୍ ସତ୍ଗୁଣ, ଯେପରି ନିଆଁର ଧର୍ମ ଉତ୍ତାପ ଦେବା, ବରଫର ଧର୍ମ ଥଣ୍ଡା ଦେବା, ଅମ୍ଳଜାନର ଧର୍ମ ଜୀବକୁ ଜୀବନ ଦେବା ଇତ୍ୟାଦି। ଧର୍ମର ଅନ୍ୟତମ ନାମ ସତ୍କର୍ମ। ନିଆଁର ଅସତ୍ ବ୍ୟବହାର ଜଣେ ନିର୍ଦ୍ଦେଶକକୁ ଜଳାଇ ଦେଇପାରେ। ଏଠାରେ ଦୋଷ ନିଆଁର ନୁହେଁ, ଦୋଷ ହେଉଛି ମନ୍ଦ ଉଦ୍ଦେଶ୍ୟର। ତେଣୁ ମନ୍ଦ ଉଦ୍ଦେଶ୍ୟ ହେଉଛି ପାପ ବା କୁକର୍ମ। ଯଦି ଧର୍ମ ନାମରେ କୁକର୍ମ କରାଯାଏ ତାହା ଧର୍ମ ନୁହେଁ, ତାହା ମଧ୍ୟ କୁକର୍ମ। ଧର୍ମ ନାମରେ କିଛି ଲୋକ ନିଜ ନିଜ ଧାର୍ମିକ ବେପାର କରି ବସିଛନ୍ତି। ଭଲ ଭଲ ବାଣୀ ବ୍ୟବହାର କରି ଲୋକଙ୍କୁ ଧର୍ମ ନାମରେ ଠକି ଚାଲିଛନ୍ତି। ଯଦି କୌଣସି କାର୍ଯ୍ୟ ତାର୍କିକ ଓ ଜନମଙ୍ଗଳକାରୀ ନୁହେଁ ସେପରି ଧାର୍ମିକ ନାମଧାରୀ କାର୍ଯ୍ୟରୁ ନିଜକୁ ବଞ୍ଚାନ୍ତୁ। କାରଣ ଯାହା ଆପଣ ଧର୍ମ ଭାବୁଛନ୍ତି ତାହା ଧର୍ମ ନୁହେଁ। ଧର୍ମ ନାମରେ ଅନ୍ଧବିଶ୍ୱାସ ଏବଂ କୁକର୍ମ ବା ପାପ। ଯଦି ସତ୍କର୍ମ ହିଁ ଧର୍ମ ହୁଏ ତେବେ ସତ୍କର୍ମ କରିବା ପାଇଁ କୌଣସି ଧର୍ମର ଆଳ ନେବାର କୌଣସି ଆବଶ୍ୟକତା ନାହିଁ। ଯଦି କୌଣସି ବ୍ୟକ୍ତିର କାଳ୍ପନିକ ସ୍ତର ବାସ୍ତବିକତା ସହ ମେଳ ନ ଖାଏ ଏବଂ ଅନ୍ଧବିଶ୍ୱାସର ବାସବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।